ପାର୍ବନ୍ୟ ପର୍ବର ମହାନ ପର୍ବ ନୂଆଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ମହାନ ପର୍ବ ନବାନ୍ନ ନୂଆଖାଇ ଉପଲକ୍ଷେ ସମସ୍ତ ବଲାଙ୍ଗୀରବାସୀଙ୍କୁ ସର୍ବପ୍ରଥମେ ଶୁଭେଚ୍ଛା ଜଣାଲି। ଆଜି ମା ପାଠେଶ୍ୱରୀଙ୍କର ଆଶୀର୍ବାଦ ନେବାର ଲାଗି ଆଜି ଆସିଛନ୍ତି। ଆଉ ସାରା ପଶ୍ଚିମ ଓଡ଼ିଶାବାସୀ ବଡ଼ ଉତ୍ସାହ ସହିତ ତାକି ଗୁଟେ ବରଷ ଥରେ ଯେନ୍ ଆମର ନବାନ୍ନ ଆସୁଛି ନୂଆଖାଇ ଆସୁଛି ସମସ୍ତେ ଉତ୍ସାହିତ ଏଇଟା ଭାଇଚାରାର ପର୍ବ, ଏଇଟା ମିଲନ ମିଶନର ପର୍ବ। ଯାହା ଯାହା ବି ଦେଇଥାଉ ସମସ୍ତେ ଯେତେ ଦୂର ଦୂରାନ୍ତରେ ନିଜର ମା ମାଟିକେ ନିଜର ବଲାଙ୍ଗୀର ସହରକେ ନିଜର ପଶ୍ଚିମ ଓଡ଼ିଶାରେ ଆଉ ସମସ୍ତେ ମିଶିକରି ଖାଇବାର ଲାଗି ଗୋଟେ ବହୁତ ବଡ଼ ଉତ୍ସାହଟେ ସମସ୍ତଙ୍କର ଭିତରେ ଯେ କେତେ ପ୍ରକାର ପନିପରିବା ସମସ୍ତେ ନୂଆ ନିଜ ନିଜର ଇଷ୍ଟ ଦେବୀଙ୍କ ନିଜ ନିଜର କୁଳ ଦେବତୀଙ୍କ ସମସ୍ତେ ଭୋଗ ଲଗାସନ୍ ଆଉ ନୂଆ ଖାଇସନ୍ ମିଶିକରି ସମସ୍ତ ଭାଇ ବନ୍ଧୁ ସମସ୍ତେ ଗୋଟେ ଜାଗାରେ ବସନ୍। ଯାହାର ଭିତରେ ଯାହା ଥାଉ ରାଗ ଦ୍ୱେଷ ଅହଂକାର ସବୁକେ ଛାଡ଼ି ଯାଇକରି ଭୁଲି ଯାଇକରି ସମସ୍ତେ ବସନ୍ ନୂଆ ଖାଇସନ୍। ନିଶ୍ଚୟ ଆମେ ଆଗାମୀ ଦିନରେ ଆମର ବଲାଙ୍ଗୀରବାସୀ ସମସ୍ତେ ଭଲରେ ରହୁ, ଚାଷୀମାନେ ଭଲରେ ରହୁ, ଭଲ ବର୍ଷା ହଉ, ସମସ୍ତେ ଚାଷ ଭଲ ହଉ, ଆମର ବଲାଙ୍ଗୀରର ସମସ୍ତଙ୍କର ଚାଷ ଭଲ ହଉ, ଏଇଟା ଆମେ ଭଗବାନଙ୍କ ପ୍ରାର୍ଥନା କରୁ। ଅନେକତାରେ ଏକତାର ବାର୍ତ୍ତା ଦେଇଥାଏ ନୂଆଖାଇ। ଭାଇଚାରାର ନୂତନ ଦିଗଦର୍ଶନ ସହ ଆତ୍ମୀୟତା ଆନ୍ତରିକ ଭଲ ପାଇବା ଦେଇଥାଏ ନୂଆଖାଇ। ତେବେ ରାତି ପାଇଲେ କୃଷିଭିତ୍ତିକ ମହାନ ଗଣପର୍ବ ନୂଆଖାଇ ପାଳନ ହେବାକୁ ଥିବାବେଳେ ଏବେଠୁ ଘରମୁହାଁ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ଯାହା ପାଇଁ ଘରେ ଘରେ ହର୍ଷ ଉଲ୍ଲାସର ପରିବେଶ। ବଲାଙ୍ଗୀରରୁ ସୁଶାନ୍ତ କୁମାର ଠାକୁର, ଖବର ଖୁଲାସା।